ସାଙ୍ଗମାନେ ମୁଁ ଜଣକ ପାଖକୁ ଦରଖାସ୍ତ ଲେଖୁଛି ଶୁଣନ୍ତୁ। ମାନେ ମୁଁ ଜଣେ ଗୋଟେ ବଡ଼ ସାର୍ଙ୍କ ପାଖକୁ ଦରଖାସ୍ତଟି ଲେଖୁଛି। ଠିକ୍ ଅଛି, ହଉ ଠିକ୍ ଅଛି, ଲେଖୁଛି। ମହାଶୟ, ଗୁପଚୁପ୍ ବଡ଼ ସାର୍, ଆପଣଙ୍କୁ ମୋର ନିବେଦନ ରହିଲା। କାହିଁକି ନା ଆପଣ ତ ଗୁପଚୁପ୍ ସହଜେ ରେଟ୍ ବଢ଼େଇ ଦେଇଛନ୍ତି, ସେଥିରେ ବି ଆପଣ 4-6ଟା ନାଁ ରଖିଛନ୍ତି। ଯେମିତିକି ଗୁପଚୁପ୍, ପାଣିପୁରୀ, ଗୋଲକପା, ପଚକା, ଏମିତି ଅନେକ କିଛି। ହେଲେ ଆମେ ଖାଇବୁ 4ଟା, ନାଁ ଶୁଣିବୁ 10ଟା, ସେଥିରେ ପୁଣି 20 ଟଙ୍କାରେ। କ'ଣ କରିବୁ? ମୋର ଦୁଃଖ ଏହିକି ଯେ ଗୁପଚୁପ୍ ବଡ଼ ସାରେ ଆପଣଙ୍କର ଗୋଟିଏ ନାଁ ରଖନ୍ତୁ, ଯାହାଫଳରେ ଆମେ ଗୋଟିଏ ନାଁରେ 4ଟା ଖାଇପାରିବୁ। ଆପଣ ଯଦି ମୋ ଦୁଃଖ ଆଉ ନିବେଦନ ଗ୍ରହଣ ନ କରନ୍ତି, ତାହେଲେ ମୁଁ ଗୁପଚୁପ୍ ବଣ୍ଡି ଆଗରେ ଧାରଣା ଦେବି। ସେଇ ଧାରଣାରେ ବସି ପୁରା ରୋଡ଼ ଜାମ୍ କରିଦେବି, ଗାଡ଼ି ଗୁଡ଼ା କାହାକୁ ବି ଛାଡ଼ିବିନି। ଆଉ ମୋର ନିବେଦନ ରକ୍ଷା କରିବେ। ରହୁଛି ଗୁପଚୁପ୍ ପ୍ରେମୀ। ମୋର ଅନୁରୋଧ, ଯେଉଁମାନେ ସବୁ ମୋ ଭଳିଆ ଗୁପଚୁପ୍ ପ୍ରେମୀ ଅଛନ୍ତି, ଦୟାକରିକି ମୋ କମେଣ୍ଟ ବକ୍ସରେ ଟିକେ ଆନ୍ଦୋଳନ ପାଇଁ ସ୍ୱର ଉଠାନ୍ତୁ। ରହୁଛି।